সেটি কলে বিলম্ব হয়ে গেল কাহিনী করা বহুত গত 16/5/2024 মସିହା যেতবে বিজু জনতা দলর সরকার লা কালি যে পূর্বতন বিধায়ক କହିଛନ୍ତି ତାଙ୍କ ସରକାର ଥିଲା ସେ ନିଜେ ଶାସନ କରୁଥିଲେ କେତେ କୋଉ ଦିନ ମୃତ୍ୟୁ ଘଟିଲା ଆକ୍ସିଡେଣ୍ଟ ହେଲା 16/5/2024 ଏଫଆଇଆର ହେଲା 17/5 ଏ ତାର ଏଫଆଇଆର କପି ପୋଲିସ ଏଫଆଇଆର କପି ଯେନେ ମୁଁ ଥାନାରେ ମାଗି ଅଫିସର ଯେ ଦେଇଛନ୍ତି ତାର ଏଫଆଇଆର ଏଠି କୋଉ ପ୍ରଶାସନ ଥିଲା କାହାକୁ ବାନ୍ଧିଛନ୍ତି ଯେଉଁମାନେ ଦୋଷ କରିବେ ଏ ସରକାରରେ ଯଦି ମୁଁ ଦୋଷ କରେ କି ଆମ ଦଳର ଯେକୌଣସି ଲୋକ ଦୋଷ କରନ୍ତି ସେ ନିଶ୍ଚିତ ଭାବେ ଦଣ୍ଡିତ ହେବେ ମୋହନ ମାଝୀ କହିସାରିଛନ୍ତି ଲୋକଙ୍କ ପାଇଁ କାମ କରିବ ଏଠି କୌଣସି ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଆମେ ସମସ୍ତେ ଧର୍ମଶାଳାବାସୀ ଉଦାହରଣ ଦେଲି ଯଦି ଆପଣମାନଙ୍କର ଆ ଭିତରେ କୌଣସି କଥା ଥାଏ ଆପଣମାନେ ମୋତେ ପ୍ରଶ୍ନ ପଚାରିଲେ ମୁଁ ଆପଣଙ୍କ ସେ ଦୁଇଟା କଥା ବିକାଶର କଥା କହୁଛନ୍ତି କେଉଁ ପ୍ରସଙ୍ଗରେ କୁହନ୍ତୁ ମୁଁ ସେ କଥାର ଉତ୍ତର ତଥ୍ୟ ପ୍ରମାଣ ସହିତ ରଖିବି ଧର୍ମଶାଳାର କେଉଁ ପ୍ରୋଜେକ୍ଟରେ କେଉଁ ପ୍ରକଳ୍ପରେ ଆପଣ ଗୋଟିଏ ଯଦି ପାନୀୟ ଜଳ କଥା ନେବେ ପୂର୍ବତନ ବିଧାୟକ ଯାହା କହିଥିଲେ ତା ଉପରେ ଆମେ ଆଜି ଯୋଉ ଭଳି ସେ ଆଙ୍ଗୁଠି ଉଠେଇଥିଲେ ବର୍ତ୍ତମାନର ମୋହନ ମାଝୀଙ୍କ ସରକାର ଏବଂ ଧର୍ମଶାଳାର ଯୋଉ ସରକାର ଚାଲିଛି ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ତାପରେ ଯୋଉ ଆଙ୍ଗୁଠି ଉଠେଇଥିଲେ ତାକୁ ନେଇକି ଆମେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲୁ ଏବଂ ଆପଣମାନଙ୍କୁ ଆମେ କହିଲୁ ଯେ ଧର୍ମଶାଳାର ପୂର୍ବତନ ବିଧାୟକ ଯାହା କହିଛନ୍ତି ତା ଶୈତାନର ବେଦପାଠ ସହିତ ସଦୃଶ କାରଣ ଧର୍ମଶାଳାରେ ପୂର୍ବରୁ ଯେଭଳି ଭାବେ ପୁଲିସ ହଉ ତହସିଲ ହଉ କିମ୍ବା ଆପଣଙ୍କର ଥାନା ବ୍ଲକ ହଉ ଏଠି ସାଧାରଣ ଲୋକଙ୍କର କାମ ହଉନଥିଲା ଯିଏ ସରକାରୀ ଦଳ ଯିଏ ପ୍ରଭାବଶାଳୀ ଲୋକ ତାଙ୍କରି କାମ ହଉଥିଲା କିନ୍ତୁ ବର୍ତ୍ତମାନର ସରକାର ସେଭଳି ନୁହେଁ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ସେ ସାଧାରଣ ଲୋକ କାମ କରିବା ପାଇଁ ଆଗଭର ହେଇଛନ୍ତି ଆମେ ଯୋଉ ଉଦାହରଣ ଦେଲୁ ଯେ ଦୁଇଟି ଉଦାହରଣ ଆମେ ମଧ୍ୟ ଆଜି ଦର୍ଶାଇଲୁ ଯେ ସେଇଟା ତାଙ୍କର ପୂର୍ବତନ ଯେ ବିଧାୟକ ଥିଲେ ତାଙ୍କ ଅମଳର ଯୋଉ ଦିଟା କଥାକୁ ଆମେ ସମ୍ବେଦନଶୀଳ ଘଟଣାକୁ ଆପଣମାନଙ୍କୁ ଦୃଷ୍ଟାନ୍ତ ମୂଳକ ଭାବେ ଦେଲୁ ଏବଂ ତାପରେ ମଧ୍ୟ ତାକୁ ଯଦି ଏ କଥା ଯଦି ଅସତ୍ୟ ହେଇଥାଏ ଏ କଥା ତ ଆପଣମାନେ ସମସ୍ତଙ୍କ ନଜରରେ ଅଛି ତେଣୁ ଏ କଥାର ବାସ୍ତବତା ଆମେ ତଥ୍ୟ ପ୍ରମାଣ ସହକାରେ ଦେଲୁ ତେଣୁ ଏହାକୁ ନେଇକରି ଆପଣମାନେ ଭଲ ଭାବରେ ପରିବେଷଣ କରିବେ ବୋଲି ମୁଁ ଆଶା ବିଶ୍ୱାସ ଅନେକ ଶହ ଶହ ଅଛି ଦୁଇଟି କଣ ଖାଲି ଯୋଡ଼ିଏ କଥା ଯେତେବେଳେ ଆଜି ଆମେ ଗତକାଲି କହିଲେ ଯେତେବେଳେ ଆମେ କହିଲୁ ଯୋଡ଼ିଏ କଥା ଉଠେଇଦେଲୁ ମତେ କହୁନାହାନ୍ତି କେତେ କଥା ନେବେ ମୁଁ ମୁହଁରେ ଅଛି ମୁଁ ସବୁ କଥା ଗାଇବି ତେଣୁ ସବୁ କଥା ମାନେ ଭାଇ କହୁଥିଲେ ବାର୍ତ୍ତା ଆଣ୍ଡରୁ ଗୋଟିଏ ଚିପିଆ ଯାହା ବର୍ତ୍ତମାନ ସିଏ ଏ କଥା କହିବା ଶୈତାନର ବେଦପାଠ ସେ ଧର୍ମଶାଳାର ଯେଉଁ ବିଜୟ ହେଇଛି ହିମାଂଶୁ ଶେଖର ସାହୁଙ୍କର ସେଥିରେ ସେ ବିଚଳିତ ହୋଇପଡ଼ିଛନ୍ତି ଦୀର୍ଘ 10 ବର୍ଷ ଧରି ସେ ସରକାରରେ ଥିଲେ ତାଙ୍କ ବାପା ଦୀର୍ଘ 14 ବର୍ଷ ଧରି ଥିଲେ 24 ବର୍ଷରେ ସେ କଣ କରିଛନ୍ତି ସେ କଥାକୁ ଚିନ୍ତା ନ କରି ମାତ୍ର ମାସେ 17 ଦିନ ଜଣେ ବିଧାୟକ ତାଙ୍କର ଦୁର୍ନୀତିକୁ ଖୋଳିଲା ବେଳକୁ ପ୍ରାୟ ଆମକୁ 4 ମାସ ଲାଗିଯିବ ଏବଂ ସେ ଯେତେ ଗୁଡ଼େ ଦୁର୍ନୀତି କରିଛନ୍ତି ସେ ଦୁର୍ନୀତିକୁ ଆମେ ଯେତେ ପ୍ରେସ୍ ମିଟ୍ କରିଲେ ମଧ୍ୟ ତା ଦୁର୍ନୀତିର ପ୍ରମାଣ ହେଉଛି ସାଧାରଣ ଜନତା ଧର୍ମଶାଳାରେ ଅତିଷ୍ଠ ଥିଲେ ଶାସକ ବିଜୁ ଜନତା ଦଳ ଦ୍ୱାରା ଏବଂ ତାର ପରିବର୍ତ୍ତନ ପାଇଁ ସାଧାରଣ ଲୋକ ଅତି ଭାବାବେଗରେ ଥିଲେ ଯେତେ ପ୍ରକାର ସେ କୁଚା ରଟନା କରିଛନ୍ତି ପଇସା ନେଇଛନ୍ତି ଏବଂ ଲୋକମାନଙ୍କୁ ପଇସା ବାଣ୍ଟିଛନ୍ତି ତାଙ୍କୁ ଲୋକ ଗ୍ରହଣ କରିନାହାନ୍ତି ସ୍ୱଚ୍ଛତା ଲୋକ ପ୍ରମାଣ କରିଛନ୍ତି ଯଦି ଗୁଣ୍ଡାରାଜ କଥା କୁହାଯାଏ ଗୁଣ୍ଡାରାଜ କୋଉଠି ହେଉଥିଲା ଧର୍ମଶାଳା ତାକୁ ସ୍ୱୟଂ ନିଜ ଚକ୍ଷୁରେ ଦେଖିଛି ଯୋଉଦିନ ନିର୍ବାଚନ ସରିଲା ଯୋଉଦିନ ଧର୍ମଶାଳା ବ୍ଲକରେ ଇଭିଏମ ବାକ୍ସ ବସିଥିଲା ସାଧାରଣ ଜନତା ପ୍ରତିବାଦ କରୁଥିଲେ କୌଣସି ଇନଫର୍ମେସନ ନଥାଇ ସାଧାରଣ ଜନତାଙ୍କ ଉପରେ ଯେଉଁଭଳି ଭାବରେ ପୋଲିସ ପ୍ରହାର କରିଥିଲା ଏହା ତ ଓଡ଼ିଶାରେ ବିରଳ ଆମେ ସେଇ ବିଧାୟକ ମହୋଦୟଙ୍କୁ ପଚାରିବୁ ତମେ ତ ଧର୍ମଶାଳା ବ୍ଲକ ଭିତରେ ଥିଲ ସାଧାରଣ ଜନତାଙ୍କୁ ଯେତେବେଳେ ପୋଲିସ ବର୍ବରଚିତ ଭାବରେ ମାଡ଼ ମାରୁଥିଲା ତମେ ଯେତେବେଳେ କଣ କରୁଥିଲ ଏଇଟା କଣ ଠିକ ଶାସନ ଥିଲା ଆଜି ଗୁଣ୍ଡାରାଜ ହେଇଯାଇଛି ଆଜି ଧର୍ମଶାଳାର ଜନପ୍ରିୟ ବିଧାୟକ ଯେକି ଧର୍ମଶାଳା ଜନମାନସର ନେତା ହେବାରୁ ବର୍ତ୍ତମାନର ବିଧାୟକ ତାଙ୍କୁ ଦେଖି ପାରୁନାହାନ୍ତି ଧର୍ମଶାଳାର ଅଗ୍ରଗତି ଆଗକୁ ବହୁତ ଭାବରେ ହବ ତେଣୁକରି ତମେ ଅପେକ୍ଷା କରି ଦେଖ ଧର୍ମଶାଳା ବିଜେପି ପାର୍ଟି ତରଫରୁ ଆମେ ଆପଣଙ୍କ ଅବଗତି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ନେତା ଏବଂ ସାରା ଓଡ଼ିଶାରେ ପରିଚିତ
ସର୍ବେଶ୍ୱର ବେହୁରାଙ୍କ ଉଦ୍ଦେଶ୍ୟରେ ମାତ୍ର ଭାତ ହାଣ୍ଡିରୁ ଚାଉଳ ଗୋଟିଏ ଭାତ ବାଛିଲା ବେଳେ ଆମେ 2-3ଟି ବିଗତ ଦିନର ସରକାର ନା ପୂର୍ବର ବିଧାୟକ ଏବଂ ବିଜୁ ଜନତା ଦଳର ସରକାର କ'ଣ କରୁଥିଲା ତାର ପୁଙ୍ଖାନୁପୁଙ୍ଖ ଆମର କହିବେ। ଆପଣମାନଙ୍କୁ ଅନୁରୋଧ ଆପଣ ମଧ୍ୟ ଆମେ ଅବଗତ କରାଇବୁ। କାରଣ ଗତକାଲି ଧର୍ମଶାଳାର ଯେ ପୂର୍ବତନ ବିଧାୟକ ଥିଲେ ସେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ଆପଣମାନଙ୍କ ମାଧ୍ୟମରେ ଯେ ତାଙ୍କ ସମୟରେ କ'ଣ କ'ଣ ଧର୍ମଶାଳାରେ ନ ହୋଇଛି ଏବେ କ'ଣ ଚାଲିଛି। ଏବେ ଲୋକଙ୍କ ସରକାର ଚାଲିଛି, ଲୋକ ନ୍ୟାୟ ପାଉଛନ୍ତି, ଲୋକଙ୍କ ପାଇଁ ଏ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ବଦ୍ଧପରିକର ମଧ୍ୟ। ତେଣୁ ଯେଉଁ ଆଇନ ଶୃଙ୍ଖଳା କଥା କହିଲେ, ଆଇନ ଶୃଙ୍ଖଳା ପରିସ୍ଥିତି ତାଙ୍କ ସମୟରେ କ'ଣ ଥିଲା, ଏବେ କ'ଣ ଅଛି ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଧର୍ମଶାଳାରେ ନିର୍ବାଚନ ସରିଲେ ଗାଁ ଗଣ୍ଡାରେ ହିଂସା ଘଟେ, ବିଭିନ୍ନ ଲୋକଙ୍କୁ ନିର୍ବାଚନ ହେଲା। ଆପଣମାନେ ସେଥିରେ ମଧ୍ୟରେ ଗୋଟିଏ ଉଦାହରଣ ଦେଇପାରିବେ କେଉଁଠି ଢେଙ୍କା ଆମର ଗଣ୍ଡଗୋଳଟେ ମଧ୍ୟ ହୋଇଛି, ଯାହାକି 20 ଉଦାହରଣ ଦେବି। ଏ କଥା ମଧ୍ୟ ପୂର୍ବ ବିଧାୟକ ମଧ୍ୟ ଆଧାରରେ ଦେଖନ୍ତୁ 27 ଦିନ ଭିତରେ 21 ବର୍ଷ ଗଲା ତାଙ୍କୁ ଏଫଆଇଆର ଦେବା ଇଏ ମୋ ସ୍ତ୍ରୀର ଏଫଆଇଆର, କିନ୍ତୁ ଏ ଏଫଆଇଆରକୁ ଗ୍ରହଣ କରାଗଲାନି। କାହିଁକି ଯେ ବିଳମ୍ବ ହେଇଗଲା। ମୋତେ ମେଡ଼ିକାଲ ନେବା ଆଗ ଥିଲା ନା ଥାନାରେ ଏଫଆଇଆର ପୋଲିସ ତ କିଛି ତଦନ୍ତ କଲା, ପୋଲିସ ଯାଇକି ପହଞ୍ଚିଲା, ସବୁ କଥା କିନ୍ତୁ ପୋଲିସ ତା ନିଜ ସବ୍ୟସାଚୀ ସୁନ୍ଦର ରାୟ, ଧର୍ମଶାଳା ବିଜେପି ନେତା। କଣ କଣ ଦେଖିବେ ଧର୍ମଶାଳା ପୂର୍ବତନ ବିଧାୟକ ଗୋଟେ ଖଣି ନେତା ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ହାସ୍ୟାସ୍ପଦ। ବିଗତ ସରକାରରେ ସେ କହିଛନ୍ତି କି 300 କୋଟିର ଫାଇନ ନବୀନ ପଟ୍ଟନାୟକ ସରକାର କରିଥିଲେ। ହଁ, ଆମେ ମାନୁଛୁ ନବୀନ ପଟ୍ଟନାୟକ ସରକାର 300 କୋଟି ଫାଇନ କରିଥିଲେ, କିନ୍ତୁ ଯାହାକି 3000 କୋଟି ହବା କଥା ତାହା ପୂର୍ବତନ ସରକାରରେ ମାତ୍ର 300 କୋଟି ହେଇଥିଲା। ଆମର ବର୍ତ୍ତମାନର ଲୋକପ୍ରିୟ ବିଧାୟକ ଧର୍ମଶାଳାର ହିମାଂଶୁ ଶେଖର ସାହୁ, ଆପଣ ମାନେ ଗଣମାଧ୍ୟମର ପ୍ରତିନିଧି ମାନେ ଅଛନ୍ତି, ବିଗତ ବହୁତ ବର୍ଷ ଧରି ଧର୍ମଶାଳାରେ ଚଳପ୍ରଚଳ କରୁଛନ୍ତି। ଦେଖିଥିବେ କୌଣସି ବିଧାୟକ ଇଲିଗାଲ ମାଇନ୍ସ କଥା ତାର ପାହାଡ ଉପରକୁ ଯାଆନ୍ତି ନାହିଁ, କିନ୍ତୁ ବିଧାୟକ ଆମର ଧର୍ମଶାଳାର ବର୍ତ୍ତମାନର ହିମାଂଶୁ ଶେଖର ସାହୁ ବିଗତ 2 ଦିନ ତଳେ ଖଣି ନିର୍ଦ୍ଦେଶକଙ୍କୁ ଧରି ସମସ୍ତ ପାହାଡକୁ ଯାଇ ତନଖି କରିକି ଆସିଛନ୍ତି। ଯାହା ଜଣା ପଡୁଛି ଯୋଉ 300 କୋଟିର ଫାଇନ ଯଦି ପୁନରାୟ ତାକୁ ମାପଚୁପ କରାଯାଏ 3000 କୋଟି ଟପିବ। ଏହାର ଜବାବ ଦେବେ କି? ବର୍ତ୍ତମାନ ଜନସାଧାରଣ ତାଙ୍କ କହିବା କଥା ଜାଣିଛନ୍ତି, ଜନସାଧାରଣ ଜାଣିଛନ୍ତି ବର୍ତ୍ତମାନର ବିଧାୟକ ଏକାଧାରରେ ସାଧାରଣ ଜନତାଙ୍କ ପାଇଁ କାମ କରିବା ସହିତ ଲୁଣ୍ଠନକାରୀ, ଦୁର୍ନୀତିଖୋର ଏବଂ ଧର୍ମଶାଳାକୁ ଲୁଟିଥିବାକୁ ବ୍ରହ୍ମ ପାହାର ମାଡ଼ ଦଉଛନ୍ତି, ଯାହାକି ଧର୍ମଶାଳାବାସୀ ଜାଣିଛନ୍ତି। ଆମେ ଆଶା କରୁଛୁ ଆମର ବିଧାୟକ ଯୋଉ ଦାବି କରିଛନ୍ତି ପୁନରାୟ ମାପଚୁପ କରାଯାଉ ଏବଂ ଆର ଉପରେ ଯେତିକି ଫାଇନ ହେଇଛି ତାହା ସନ୍ତୁଷ୍ଟଜନକ ଧର୍ମଶାଳାବାସୀ ନାହାନ୍ତି। ଯୋଉ ବିଧାୟକ ଦାବି କରିଛନ୍ତି ତାହା ଯଦି ହୁଏ, ମୋର ଆଶା ଏହା 3000 କୋଟି ଉପରକୁ ଟପିବ।